भाई काम होଉଛି ଅଧିକ ହେଲେ ଇନକମ୍ ଆସୁଛି କମ କଣ ପାଇଁ? କାହିଁକି ନା ଆମେ ଜାଣିନେ ଆମେ ଠିକ ୱେରେ କାମ କରୁନେ। ଭାଇ ଆମେ 24 ଘଣ୍ଟା କାମ କରୁଛେ ଆମକୁ ମିଳୁଛି 10 ରୁ 15 ହଜାର। ଆଉ କୋଉ ଲୋକ 8 ଘଣ୍ଟା କାମ କରୁଛି ସେ ମାସକୁ ପାଉଛି 3 ରୁ 4 ଲକ୍ଷ। ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଶିବାଂଶ, ମୋ ଘର ହେଲା କେଉଁଝର। ବର୍ତ୍ତମାନ ମୁଁ ଭୁବନେଶ୍ୱରରେ ରହି ପାଠ ପଢୁଛି, +2 ସେକେଣ୍ଡ ଇୟର ସାଇନ୍ସ ଷ୍ଟୁଡେଣ୍ଟ। ଆଉ ମୋ ବୟସ ହେଲା 18। ମୋର ଟାର୍ଗେଟ ହଉଛି କି 5 ବର୍ଷ ଭିତରେ ୱିଦାଉଟ୍ ଫ୍ୟାମିଲି ସପୋର୍ଟ 1 କୋଟି ଟଙ୍କା ଇନକମ୍ କରିବା ଆଉ ଓଡ଼ିଶାର ଜଣେ ସକ୍ସେସଫୁଲ ମଣିଷ ହେଇକି ଦେଖେଇବା। ଆପଣଙ୍କୁ ଯଦି ବୟସ ଏବେ 17 ରୁ 18 ହେଇଯାଇଛି ତ ଚାଲନ୍ତୁ ମିଶିକି ଆଜି ସକ୍ସେସର ପ୍ରଥମ ପାଦ ପକେଇବା, ଯୋଉଟା କି 9/10/2025 ଟୁ 9/10/2030। 5 ବର୍ଷ ନିଜକୁ ଫୁଲ ଟାଇମ ଦେବା ଆଉ କୋଉଥିରେ ଟାଇମ ୱେଷ୍ଟ କରିବାନି, ନିଜକୁ ନିଜ ପାଇଁ ଟାଇମ ଦେବା। ତ ଭାଇ ଚାଲନ୍ତୁ ଜାଣିବା କି ପ୍ରଥମ ଦିନରେ ପ୍ରଥମ ସକ୍ସେସର ପ୍ରଥମ ପାଦ କେମିତି ପକେଇବା। ଆଉ ମୁଁ ମୋ ଲାଇଫରେ ପ୍ରଥମ ପାଦ କେମିତି ପକଉଛି ଜାଣିବା ପାଇଁ ଭିଡ଼ିଓକୁ ଲାଷ୍ଟ ଯାଏ ଦେଖ। ଆଉ ଭାଇ ଆପଣମାନେ ବି ଷ୍ଟାର୍ଟ କରିଦିଅ ତୁମ ଲାଇଫର ସକ୍ସେସର ପ୍ରଥମ ପାଦ। ଲାଇଫର ଫାଷ୍ଟ ରୁଲ୍ ହଉଛି ତମେ ନିଜ ଲାଇଫରେ କଣ କରିବ ତା ପାଇଁ ଏବେଠୁ ପ୍ଲାନିଂ ବନାଅ। ଭାଇ ଆମ ପାଖରେ ଅନଲାଇନର ସୋର୍ସ ବହୁତ ଅଛି, ମୋବାଇଲ ଅଛି, ଫୋନ ଅଛି, କମ୍ପ୍ୟୁଟର ଅଛି। ତ ଆମକୁ ରିସର୍ଚ୍ଚ କରିବାର ଅଛି କି ଆମକୁ ଆମ ଗୋଲ କଣ, ଆମ ଲାଇଫରେ ଆମେ କଣ କରିପାରିବା ଆଉ କୋଉ କୋଉ ୱେରେ ଆମେ ଯାଇପାରିବା। ତ ସଦାବେଳେ ପ୍ଲାନ୍ ବି ରଖିଥାଅ। ତ ମୁଁ ହେଲା ଶିବାଂଶ, ମୁଁ 5 ବର୍ଷ ଟାର୍ଗେଟ ନେଇଛି କାହିଁକିନା ମୁଁ ଗୋଟେ ଷ୍ଟୁଡେଣ୍ଟ ଆଉ ମତେ ଧୀରେ ଧୀରେ କରିକି ଆଗକୁ ବଢିବାର ଅଛି। ପାଠପଢା ସହିତ ସାଇଡ ବିଜନେସ ମଧ୍ୟ କରିବାର ଅଛି। ତ ଆମେ ଜାନୁଆରୀ 1 ତାରିଖ ଦିନ ଆମେ ଗୋଟେ ନିଜର ପ୍ରଡକ୍ଟ ନିଜର ବ୍ରାଣ୍ଡ ବନେଇବାକୁ ଯାଉଛୁ, ଯୋଉଟା କି ମୁଁ ଆଉ ମୋର କେତେ ସାଙ୍ଗ ମିଶିକି କରିବୁ। ତ ଭାଇ ଲାଇଫରେ ରିସର୍ଚ୍ଚ କରିବା ନିହାତି ଦରକାର, କାରଣ ଆପଣ ଯଦି ଲାଇଫରେ କିଛି କରିବାକୁ ଚାହୁଁଛନ୍ତି ପ୍ରଥମେ ତା ବିଷୟରେ ଆପଣ ପୁରା ଡିଟେଲ ଜାଣନ୍ତୁ ଆଉ ତାପରେ ରିସର୍ଚ୍ଚ କରିବା ଷ୍ଟାର୍ଟ କରିଦିଅନ୍ତୁ। ଆଜି ହେଲା ଅକ୍ଟୋବର 9, 2025। ତ ଆଜିର ଦିନକୁ ଆମେ ମାରିବା ଛକି। ଆଉ ଆଜି କଣ କଣ କରିବା ଚାଲନ୍ତୁ ଜାଣିବା। ତ ଆଉ ରହିଲା 4 ମାସ ମୋର +2 ଏକ୍ଜାମ। ତ ମୁଁ ଆଜିଠାରୁ କୋଚିଂ ଯାଉଛି। +2 ଫାର୍ଷ୍ଟ ଡେ କୋଚିଂ ଯାଇନି, ସେକେଣ୍ଡ ଇୟର ହାଫ ଡେ କୋଚିଂ ଯାଇନି। ତ ଆଜି ହେଲା ମୋର ଫାର୍ଷ୍ଟ ଡେ ଆଉ ଫାର୍ଷ୍ଟ କୋଚିଂ। ତ ଭାଇ ମୁଁ 60% ଆଣିବାକୁ ଟ୍ରାଏ କରି। ତ ଭାଇ ମୁଁ ଘରେ ରହୁନି, ମୁଁ ଗୋଟେ ନାଇଟ୍ ଡ୍ୟୁଟି ପାର୍ଟ ଟାଇମ କରୁଛି। ତ ମତେ ସେଥିରେ ଗୋଟେ ରୁମ ରେଣ୍ଟ ନେବାକୁ ପଡିଲା। ତ ମୁଁ ଆଉ ମୋ ସାଙ୍ଗ ମିଶିକି ଗୋଟେ ରୁମ ରେଣ୍ଟ ନେଇଛୁ। ଏଇଟା ହେଲା ମୋ ରୁମ। ଏଇଟା ଆମେ ମାତ୍ର 3 ଜଣ ମିଶିକି ଗୋଟେ ରୁମ ନେଇଛୁ ରେଣ୍ଟରେ। ତ ଆମେ ଏଥିରେ ରହୁଛୁ। ତ ଆଜି ମୋର ଫାର୍ଷ୍ଟ ଦିନ ଥିଲା ତ କୋଚିଂ ଯିବାର, ମୁଁ ବାହାରି ପଡିଲି କୋଚିଂ, ଯୋଉଟା କି ଆମର ଶହୀଦ ନଗରରେ ଥିଲା। ଶହୀଦ ନଗର ପର୍ସନାଲ କୋଚିଂ ଖୋଜିବା ବହୁତ କଷ୍ଟ ଥିଲା, ହେଲେ ମୁଁ ଗୋଟେ କୋଚିଂ ପାଇଗଲି। ତ ସେଠି ମୁଁ ଫାର୍ଷ୍ଟ ପର୍ସନାଲ କୋଚିଂ ପାଇଁ ଗଲି। ଆଜି ଫାର୍ଷ୍ଟ ଡେ ଥିଲା ତ କେସ୍ ନଥିଲା, ମୁଁ ବସେଇ ଦେଇଥିଲି। ଆଉ କ୍ଲାସ ସରିଗଲା ପରେ ମୁଁ ବାହାରି ପଡିଲି ଘରକୁ। ତ ଘରକୁ ଆସିଲା ପରେ ମୋର ଆଉ ଗୋଟେ କ୍ଲାସ ଥିଲା, ଯୋଉଟା କି ପର୍ସନାଲ କୋଚିଂ ମାନେ ପର୍ସନାଲ କ୍ଲାସ ଥାଏ। ତ ମୁଁ ପ୍ରଥମେ କ୍ଲାସ ପଳେଇଲି ଆଉ ଥରେ। ତ ତା ଭିତରେ ବହୁତ କିଛି ହେଇଯାଇଥିଲା, ହେଲେ କ୍ଲାସ ସାରିକି ରିଟର୍ନ ଫେରିଲି। ଦେନ୍ ମୁଁ ନାଇଟରେ ମୋ ଡ୍ୟୁଟି କରିବା ପାଇଁ ପଳେଇ ଆସିଲି, ଯୋଉଟା କି ଆମର ଗଜପତି ନଗର ଗୋଟେ ଲଜ୍ ଅଛି, ଯୋଉଟା କି ମୁଁ କ୍ୟାସେଟ୍ ସହିତ ହୋଟେଲ ମ୍ୟାନେଜମେଣ୍ଟ ଟୋଟାଲ ହୋଟେଲ ବି ସମ୍ଭାଳୁଛି। ତ ନାଇଟ୍ କୋଚିଂରୁ ଆସିଲା ପରେ ମୁଁ ଗଲି ମୋର କଲ୍ ସେଣ୍ଟର ଗୋଟେ କାମ ଥିଲା। ତ ମୁଁ କଲ୍ ସେଣ୍ଟରରେ ମଧ୍ୟ ପାର୍ଟ ଟାଇମ କାମ କରୁଛି। ତ ମୁଁ କଲ୍ ସେଣ୍ଟରରେ କାମ କରିକି ମାତ୍ର 6,000 ଇନକମ୍ କରୁଛି। ଆଉ ରାତିରେ ଯୋଉ ନାଇଟ୍ ଡ୍ୟୁଟି ଅଛି ସେଥିରେ ଇନକମ୍ କରିବି ମୁଁ 9,000 ଇନକମ୍ କରୁଛି। ତାହେଲେ ମୁଁ ନାଇଟ୍ ଡ୍ୟୁଟି ଧରିବି 10 ଘଣ୍ଟା ଡ୍ୟୁଟି କରିବା ପାଇଁ ମତେ ଦିନକୁ 200 ଟଙ୍କା ମିଳୁଛି। ଆଉ ମତେ କଲ୍ ସେଣ୍ଟରରେ 6 ଘଣ୍ଟା କାମ କରିବା ପାଇଁ, ସରି କଲ୍ ସେଣ୍ଟରରେ ମତେ 8 ଘଣ୍ଟା କାମ କରିବା ପାଇଁ ମତେ 200 ଟଙ୍କା ମିଳୁଛି। ତ ଜାଣିପାରୁଥିବେ କି ଗୋଟେ ଦିନରେ ମୁଁ ଟୋଟାଲ 300, 200, 500 ଟଙ୍କା ଇନକମ୍ କରୁଛି। ଯଦି ଆମେ ଗୋଟେ ଦିନ 500 ଟଙ୍କା ଇନକମ୍ କରିବା ତାହେଲେ ମାସକୁ 15,000 ହଉଛି। ଆଉ 15,000 ଭିତରୁ ମାସରେ ରେଣ୍ଟ ପଳେଇଲା ମୋର ଏଥିରେ 2,000 ଟଙ୍କା। ଆଉ ଜିମ୍ ଖର୍ଚ୍ଚ ପଳେଇଲା ମୋର 1,000 ଟଙ୍କା। ଆଉ ଖାଇବା ପିଇବା ଯାହା ଅଛି ଆମର ପର୍ସନାଲ ଖାଇବା ସେଥିରେ ପଳେଇଲା 5,000 ଟଙ୍କା। ଆଉ ରହିଲା ଆମର ଯୋଉ ଫୋନ ରିଚାର୍ଜ ବଗେରା ଆଉ ୱାଇଫାଇ ରିଚାର୍ଜ, ସେଥିରେ ପଳେଇଲା 1,000 ଟଙ୍କା। ଭାଇ ଆମେ 24 ଘଣ୍ଟା କାମ କରି ମାତ୍ର ଇନକମ୍ କରୁଛୁ 8, 9, 10 ହଜାର। 8, 9, 10 ହଜାର ତ ମ୍ୟାକ୍ସିମମ୍। କୋଉ ମାସରେ ମୋର 8,000 ହଉଛି, କୋଉ ମାସରେ ମୋର 10,000 ହଉଛି, କୋଉ ମାସରେ 15,000 ହଉଛି। ତ ମାସକୁ ଇନକମ୍ ହଉଛି କମ୍ କିନ୍ତୁ କାମ ହଉଛି ଅଧିକ। ଭାଇ 24 ଘଣ୍ଟା କାମ କଲାକୁ ମୁଣ୍ଡ କାମ କରୁନି। ତ ମୁଁ ଆଉ ମୋ ସାଙ୍ଗମାନେ କିଛି ମିଶିକି ଆମେ ଜାନୁଆରୀ 1 ତାରିଖରୁ ନିଜର ଗୋଟେ ପର୍ସନାଲ ବିଜନେସ୍ ଷ୍ଟାର୍ଟ କରିବୁ, ଯୋଉଟାକି ଷ୍ଟାର୍ଟିଂରେ ଲାଭ ହେଇନପାରେ, ହେଲେ ଆମ ନିଜର ଇଚ୍ଛାରେ ଆମେ ବିଜନେସଟା ଷ୍ଟାର୍ଟ କରୁଛୁ। ଆଉ ତା ପାଇଁ କଣ କଣ ଦରକାର ସବୁ ଆମେ ମେଟେରିଆଲ ମଧ୍ୟ ଏବେଠୁ ଯୋଗାଡ଼ କରିସାରିଲୁଣି। ଜାନୁଆରୀ 1 ତାରିଖ ଦିନ ଆମେ ଆମର ବିଜନେସ୍ ଷ୍ଟାର୍ଟଅପ୍ ଛିଡ଼ା କରିବୁ। ଆଉ ସେଇଥିରୁ ଆମେ ଧୀରେ ଧୀରେ କଣ କରୁଛୁ ଜାଣିବା ପାଇଁ ମତେ 5 ବର୍ଷ ଟାଇମ୍ ଦରକାର। ଆଉ ଆପଣଙ୍କ ମାନେ ମଧ୍ୟ କିଛି ଯଦି ଲାଇଫରେ କରିବାକୁ ଚାହୁଁଛୁ ତାହେଲେ ମୋ ଭିଡ଼ିଓକୁ ଫାଷ୍ଟ ଲାଷ୍ଟ ଦେଖ। ଆଉ ମୁଁ ଯେମିତି କରୁଛି ଆପଣ ବି ତମେ ଚାହିଁଲେ ଆପ୍ଲାଏ କରିବ, ନହେଲେ ତମ ମାଇଣ୍ଡ ଯାହା ଆସୁଛି ତାହା ବିଜନେସ୍ ଆପଣ ଷ୍ଟାର୍ଟ କରିପାରିବେ। ଭାଇ ମୁଁ ଆଜି କହୁଛି କି ଜାନୁଆରୀ 1 ଠାରୁ ଆମେ ଗୋଟେ ବିଜନେସ୍ ଷ୍ଟାର୍ଟ କରିବୁ, ଯୋଉଟା କି ହେଲା ଆମର ସାଙ୍ଗମାନେ କିଛି ମିଶିକି ବିଜନେସ୍ ଷ୍ଟାର୍ଟ କରିବୁ।
तो भाई चलो आमे मिसिकी आम ओडिशा को आमे बहुत आगକୁ ନେଇଯିବା ଯୋଉଟାକି ଆମେ ଛୋଟ ଛୋଟ ଜିନିଷରୁ ଆମେ ଷ୍ଟାର୍ଟ କରିକି ଆମେ ବହୁତ ବଡ଼ ବଡ଼ କାମ କରିପାରିବା ଯେମିତି ଆମେ ଛୋଟ ଛୋଟ ବିଜନେସ୍ ଷ୍ଟାର୍ଟ କଲେ ଆମେ ବହୁତ କିଛି ବଡ଼ ବଡ଼ ବିଜନେସ୍ ମଧ୍ୟ ଛିଡ଼ା କରିପାରିବା ଜୟ ଜଗନ୍ନାଥ ସାଙ୍ଗମାନେ ମୁଁ ଶିବାଂଶ ତ ଫାଇନାଲ ଜାଣିପାରୁଥିବେ ମୁଁ 5 ବର୍ଷ ଗୋଟେ ଗୋଟେ ଇନକମ୍ କରିବା ଚ୍ୟାଲେଞ୍ଜ ନେଇଛି ଯୋଉଟାକି ମୁଁ ଆଜିରୁ ଷ୍ଟାର୍ଟ କରୁଛି ଆଜି ହେଲା 10/9/2025 ଠୁ ଆରମ୍ଭ କରିକି 10/9/2030 ଯାଏ ଆମେ ହାର୍ଡ ଚ୍ୟାଲେଞ୍ଜ ନେଇଛେ ଆଉ ତା ଭିତରେ ଆଜି ହେଲା ଆମର ପ୍ରଥମ